ବିଜୁ ଦଳ ବିଜୁ ଜନତା ଦଳ ପୁରା ଟାଣ ଭାବରେ ମଜବୁତ ହେଇ ରହିଛି। ସେଇ ସଂଗଠନଟାକୁ ଆମେ ଆଗେଇ ନେବା ପାଇଁ ଚେଷ୍ଟା କରିବା ଉଚିତ। ପ୍ରଥମେ ଏ ଦିଗରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳର ସୁପ୍ରିମୋଙ୍କୁ ମୋ ତରଫରୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିବି, ଧନ୍ୟବାଦ ଅର୍ପଣ କରିବି। ସେ ଯେଉଁ ଏଇ ଦଳର ସଂଗଠନକୁ ମୋ ଉପରେ ଭରସା କରି ଭାରତ ଦେଇଛନ୍ତି, ନିଶ୍ଚିନ୍ତ ଭାବରେ ତାଙ୍କର ଆଶା ଭରସା ଯେଉଁଟା ରହିଛି ତାକୁ ପରିପୂର୍ଣ୍ଣ କରିବା ପାଇଁ ମୁଁ ଏବଂ ମୋ ଦଳର ସମସ୍ତ ଲୋକଙ୍କୁ ନେଇ ମିଳିମିଶି କାର୍ଯ୍ୟ କରିବୁ। ଆଗକୁ ରହିଛି ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରିବି ସମିତି ଏବଂ ସରପଞ୍ଚ ଦବଦବା ରହିଥିଲା, ବିଜୁ ଜନତା ଦଳ ଖାତାକୁ ଥିଲା। 2027 ନିର୍ବାଚନରେ କେମିତି ରହିବ? ଅତି ଭଲ ହେବ। ଏବେ ପଞ୍ଚାୟତ ନିର୍ବାଚନ ମଧ୍ୟ ଯେଉଁ ହେବ କିଛି ଅସୁବିଧା ହେବ ନାହିଁ। ଯେଉଁଠି ଆପଣ ଯିବେ, ଯେଉଁ ପଞ୍ଚାୟତକୁ ଯିବେ, ଯେଉଁ ସମିତିକି ଯିବେ, ଦେଖିବେ ବିଜୁ ଜନତା ଦଳର କର୍ମୀମାନେ କାମ କରୁଛନ୍ତି। ବିଜୁ ଦଳର କର୍ମୀମାନେ ଆକ୍ଟିଭ ହେଇକି କାମ କରୁଛନ୍ତି। ତେଣୁ ସେ ଆକ୍ଟିଭନେସଟା ପଞ୍ଚାୟତ ଦଳର ଯେତେବେଳେ ପ୍ରକଟ ପାଇବ ତାକୁ ନିଶ୍ଚିତ ଭାବରେ ନିର୍ବାଚନ ସାଧାରଣ ନିର୍ବାଚନରେ ତାର ଆକ୍ଷେପ ହେବ ଏବଂ 2027 ନିର୍ବାଚନ ମଧ୍ୟ ଭଲ ହେବ। ସାର୍ କ'ଣ କହିବେ, 2024 ସାଧାରଣ ନିର୍ବାଚନ ପରେ ବିଜୁ ଜନତା ଦଳ ମଧ୍ୟରେ ଯେଉଁ କିଛି ନା କିଛି ମଧ୍ୟ ମନୋମାଳିନ୍ୟ ରହିଛି, ଯେଉଁ ଭାଟ ସୃଷ୍ଟି ହେଲା ମଧ୍ୟ ରହିଛି, ତାକୁ କେମିତି ପୂରଣ କରିବେ? ଫାଟ ତ ସବୁଠି ରହୁଛି। ଘର ଭିତରେ ଗୋଟେ ଘରେ ଥିବା ଯଦି 2ଟା ପିଲା ଥିବେ କି 3ଟା ପିଲା ଥିବେ, ତାଙ୍କ ଭିତରେ ଆଲୋଚନା ହିଁ ଫାଟ ରହୁଛି। ତେଣୁ ଏତେ ବଡ଼ ଦଳ, ମହାନ ଦଳ, ୟା ଭିତରେ ଫାଟ ନିଶ୍ଚିତ ଭାବରେ ରହିବ। କୋଉଠି କାହାର ଟିକେ ଅସୁବିଧା ରହିବ, କୋଉଠି କାହାର ଟିକେ ସୁବିଧା ରହିବ। ତାକୁ ଦୂରୀକରଣ କରିବା ପାଇଁ ସେଇ ଲୋକଙ୍କୁ ନେଇ ଆଲୋଚନା କରି ତାକୁ ଯେମିତି ଦୂରେଇ କାର୍ଯ୍ୟକ୍ରମ ଆଗକୁ ନେବା ସେ ଦିଗରେ ଚେଷ୍ଟା କରିବା। ସାର୍ ପଞ୍ଚାୟତ ସ୍ତର କର୍ମୀମାନଙ୍କୁ ନେଇ କେମିତି ଚାଲିବେ? ପଞ୍ଚାୟତରେ ହିଁ ସରପଞ୍ଚ ମାନେ ବିଜୁ ଜନତା ଦଳର ସବୁ, ସେକ୍ରେଟାରୀ ସମିତି ସଭ୍ୟ ସବୁ, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ଭାଇସ୍ ଚେୟାରମ୍ୟାନ୍ ସବୁ। ତେଣୁ ପଞ୍ଚାୟତ ସ୍ତରରେ ଆଉ ବିଜେପି କୋଉଠି ରହିଲା? ବିଜେପି କୋଉଠି ରହିନାହିଁ। ବିଜୁ ଜନତା ଦଳ ପୁରା ଟାଣ ଭାବରେ ମଜବୁତ ହେଇ ରହିଛି। ସେଇ ସଂଗଠନଟାକୁ ଆମେ ଆଗେଇ ନେବା ପାଇଁ ଚେଷ୍ଟା କରିବା ଉଚିତ। ସାର୍ ନୂତନ ଭାବରେ ଏନ୍ଏସି ଏବଂ ମ୍ୟୁନିସିପାଲିଟି ମଧ୍ୟ ହୋଇଛି କିଛି କିଛି ସ୍ଥାନରେ, ସେଟାକୁ କେମିତି ଦେଖିବେ? ନୂଆ ଭାବରେ ଗଠନ କରିବା ପାଇଁ ଜିଲ୍ଲାପାଳ ତାର କାର୍ଯ୍ୟଭାର ନେଇଛନ୍ତି। ସରକାର ତାଙ୍କୁ କାର୍ଯ୍ୟଭାର ଦେଇଛନ୍ତି ଯେ ଏତିକି ଏନ୍ଏସି ବଢ଼ିବ, ସେତିକି ଏନ୍ଏସି ବଢ଼ିବା ଉପରେ ବିଜ୍ଞପ୍ତି ଜାରି ହେଇଛି। ବିଜ୍ଞପ୍ତି ଜାରି ପ୍ରକାରେ ଭୋଟର ତାଲିକା ସଂଶୋଧନ ହେବ। ଭୋଟର ତାଲିକା ସଂଶୋଧନ ହେଇକି ପୁଣି ବିଜ୍ଞାପନ ବାହାରିବ ଏବଂ ସେଇ କାର୍ଯ୍ୟକ୍ରମ ତାକୁ ଆଗକୁ ନେଲା ବେଳେ ଦେଖିବେ ଯେ ଯେତେଟା ଏନ୍ଏସି ଅଧିକ ହେଲା ତାକୁ ଆଉ କେତେଟା ନିର୍ବାଚନ ମଣ୍ଡଳୀ ବଢ଼ିବ ତା ଉପରେ ସରକାର ଏବଂ ନିର୍ବାଚନ କମିଶନ ତାକୁ ଆଲୋଚନା କରିବେ ଏବଂ ତାକୁ ପ୍ରକାଶ କରିବେ। ପୌର ନିର୍ବାଚନ ଉପରେ ନଜର କେମିତି ରହିବ? ପୌର ନିର୍ବାଚନ ତ ବିଜୁ ଜନତା ଦଳର ରହିଛି। ମେୟର ମଧ୍ୟ ଏବେ ଜନତା ଦଳର ଅଛନ୍ତି। ଭାଇସ୍ ଚେୟାରମ୍ୟାନ୍ ଭାଇସ୍ ଡେପୁଟି ମେୟର ମଧ୍ୟ ପଞ୍ଚାୟତରେ ଏଆର ରହିଛନ୍ତି ଏନ୍ଏସି ମ୍ୟୁନିସିପାଲିଟିରେ। ତେଣୁ ସଦସ୍ୟ ମଧ୍ୟ ପୁରା ଭରପୁର ଅଛନ୍ତି। ତେଣୁ ଅସୁବିଧା କିଛି ନାହିଁ। ଆମମାନେ ମିଡ଼ିଆ ବାଲାଙ୍କୁ ମୁଁ ଅନୁରୋଧ କରିବି ଆକୁ ଭୁଲ ତଥ୍ୟ ନ ଦେଇ ଦେଖିବେ ଯେ ଜନତା ଦଳର ଲୋକମାନେ ସମସ୍ତେ ଏକତ୍ରିତ ହେଇ କାମ କରିବେ ଏବଂ ପୁନର୍ବାର ଜନତା ଦଳ ଆଉ ଥରେ କ୍ଷମତାକୁ ଆସିବ, ସେ ଆଶା ଭରସା ଆମର ରହିଛି। ସାର୍ ତୁଙ୍ଗ ନେତାଙ୍କ ସହିତ ଆପଣଙ୍କର ଆଲୋଚନା କେମିତି ରହିବ ସଂଗଠନକୁ ଦୃଢ଼ କରିବା? ତୁଙ୍ଗ ନେତା ତଳେ ବସିଲା ମାନେ ରାଜନୀତି ବାଲାର ଆଲୋଚନା କ'ଣ? କେଉଁଠି କ'ଣ କରିବା, କେଉଁଠି କ'ଣ ଉପାୟ କରିବା, କେଉଁଠି କେଉଁ ଲୋକଙ୍କୁ ଉପରକୁ ନେବା, ଲୋକଙ୍କର ସେବା କରିବା, ଏ ଉପରେ ତୁଙ୍ଗ ନେତାମାନଙ୍କ ସହିତ ଆଲୋଚନା। ତୁଙ୍ଗ ନେତାମାନେ ନିଶ୍ଚିତ ଭାବରେ ଏ ଆଲୋଚନାରେ ଭାଗ ନିଅନ୍ତି ଏବଂ ସେ ଉପଦେଶ ଦିଅନ୍ତି ଏ କାମ କର। ତାଙ୍କର ଉପଦେଶକୁ ଆମେ ମାନିବା ଉଚିତ। ଉପଦେଶକୁ ମାନି ସେଇ କାର୍ଯ୍ୟକ୍ରମ କଲେ ନିଶ୍ଚିତ ଭାବରେ ତୁଙ୍ଗ ନେତାମାନଙ୍କର ଆଶା ଭରସା ପରିପୂର୍ଣ୍ଣ ହେବ। ଆମର ଆଶା ଭରସା ପରିପୂର୍ଣ୍ଣ ହେବ। ସୁପ୍ରିମୋଙ୍କର ଆଶା ଭରସା ପରିପୂର୍ଣ୍ଣ ହେବ।